ନା ଦୁଆର ମୁହଁରେ ଆପଣଙ୍କର କୁକୁର ଶୋଉଛି କି ସଗୁଣ ଶାସ୍ତ୍ର ଅନୁସାରେ କ'ଣ ମିଳେ ସଂକେତ। ଯଦି ଆପଣଙ୍କର ଘରେ ବା ଦୁଆର ମୁହଁରେ କୁକୁର ଶୋଉଛି ଜାଣନ୍ତୁ ସେ ଖରାପ ଶକ୍ତିକୁ ଘର ଭିତରେ ପ୍ରବେଶ କରିବାକୁ ଦେଇନଥାଏ। ଭୂତ ପ୍ରେତ ଦେଖିଲେ କୁକୁର ଭୋକିବାକୁ ଲାଗିଥାଏ। ଅଚାନକ କୁକୁର ଭୋକିଲେ ଆପଣ ଜାଣନ୍ତୁ ଯେ ଭୂତ ପ୍ରେତର କୌଣସି ଶକ୍ତି ଆପଣଙ୍କ ଗୃହ ଭିତରେ ପ୍ରବେଶ କରିବାକୁ ଲାଗିଛି। ତେଣୁ ସେଥିପାଇଁ କୁକୁର ଭୋକି ଚାଲିଛି। ଖାଲି ସେତିକି ନୁହେଁ, ଆପଣ ମନେ ରଖିଥାନ୍ତୁ ଯଦି ବିଷଧର ସର୍ପ ମଧ୍ୟ ଆସୁଛି, ଅନେକ ଜାଗାରେ ମଧ୍ୟ ଭିଡ଼ିଓ ଭାଇରାଲ ହେଉଛି, କୁକୁର ତାକୁ ହିଁ କ'ଣ କରେ ନା ଘଉଡ଼େଇ ଦେଇଥାଏ, ଏମିତିକି ମାରି ଦେଇଥାଏ। ଯୁଧିଷ୍ଠିର ସଙ୍ଗରେ କୁକୁର ସ୍ୱର୍ଗକୁ ଯାଇଥିଲେ ଯେଉଁ କଥା ଆମେମାନେ ମଧ୍ୟ ଶୁଣିଛେ। ଦ୍ୱାର ମୁହଁରେ ବାରମ୍ବାର କୁକୁର ଆପଣଙ୍କର ଆସିଲେ ଜାଣନ୍ତୁ ଆପଣଙ୍କ ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି। କଳା କୁକୁରକୁ ଭୋଜନ ଦେଲେ ଶନି ଗ୍ରହର ଶାନ୍ତି ମଧ୍ୟ ମିଳିଥାଏ। ତେଣୁ କୁକୁର ହେଉଛି ତା ସ୍ଥାନ ଦ୍ୱାର ମୁହଁରେ। ଏବେ ଯେଉଁ ଚୋରଙ୍କର ସଂଖ୍ୟା ବଢ଼ିଲାଣି, ଡକାୟତ କୁକୁର ରଖିବା ନିହାତି ଆବଶ୍ୟକ ଅଛି, କିନ୍ତୁ କୁକୁରକୁ ବେଡରୁମ୍ରେ ଧରି ଶୁଅନ୍ତୁ ନାହିଁ। କାହିଁକି ନା କୁକୁର ସେବାରେ ତ ଏବେ ଲୋକମାନେ ବେଶୀ ମାତିଛନ୍ତି ବାପା ମାଙ୍କ ସେବାକୁ ଛାଡ଼ି। ତେଣୁ ନିଶ୍ଚିନ୍ତ ଭାବରେ ପିତାମାତାଙ୍କର ସେବା ମଧ୍ୟ କରନ୍ତୁ, କିନ୍ତୁ କଳିଯୁଗରେ ପିତାମାତାଙ୍କୁ କୁକୁର ଭଳି ବ୍ୟବହାର କରୁଛନ୍ତି ଆଉ କୁକୁରକୁ ବାପା ମା ଭଳି ସମ୍ମାନ ଦେଉଛନ୍ତି। ତ ସେଥିପାଇଁ ନିଶ୍ଚିନ୍ତ ଭାବରେ ଆପଣ ମାନିବା ଦରକାର, କୁକୁରକୁ ନ ବାଡ଼େଇ ଆପଣ ଘଉଡ଼େଇ ଦିଅନ୍ତୁ ଯଦି କୁକୁର ଘର ପାଖରେ ମଳତ୍ୟାଗ କରୁଛି। ତେଣୁ କୁକୁର ଆଗରୁ ମଧ୍ୟ ସଂକେତ ଦେଇଥାଏ, ଘରେ ବା ଆଖପାଖ ଅଞ୍ଚଳରେ ଯଦି କେହି ମରିବାକୁ ଥାଏ କୁକୁର ଉପର ମୁହାଁ ହୋଇ କାନ୍ଦିବାକୁ ଲାଗେ, ଭୋକିବାକୁ ଲାଗେ। ତ ସେଥିପାଇଁ ଜାଣନ୍ତୁ ଏ ସୂଚନା ମଧ୍ୟ ମିଳିଥାଏ। ତେଣୁ କୁକୁରକୁ ଆଘାତ କରନ୍ତୁ ନାହିଁ, ବାଡ଼ାନ୍ତୁ ନାହିଁ। ଯାହା ରହିଛି ମଧ୍ୟ ଅନେକ ଜୀବଜନ୍ତୁଙ୍କୁ ଦୟା କଲେ ଆମ ଈଶ୍ୱର ଦୟା କରନ୍ତି। ଜୀବରେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେ। କିନ୍ତୁ ଅନେକ ମଧ୍ୟ ରହିଛି ଯେ କି କୁକୁର ଯୋଗୁଁ ଅନେକ ଲୋକ ରୋଡ଼ ଆକ୍ସିଡେଣ୍ଟ ହେଉଛନ୍ତି, ଯିଏକି ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଛନ୍ତି। କୁକୁର ପଶିଗଲା, ଲୋକମାନେ ମୃତ୍ୟୁବରଣ କଲେ। ତେଣୁ ଯେଉଁମାନେ କୁକୁର ରଖୁଛନ୍ତି ତାଙ୍କୁ ନିଜ ଦାୟିତ୍ୱ ସହକାରେ ରଖି କ'ଣ ନା ଭୋଜନ ଦେଇ ତେଣୁ ସେମାନେ ରାସ୍ତାଘାଟରେ ଯେମିତି ନ ବୁଲିବେ ସେଥିପ୍ରତି ମଧ୍ୟ ପ୍ରୟାସ କରିବା ଦରକାର। କେବଳ କୁକୁର ଯିଏକି ରଖିଦେଲେ ହେବନି, ତାହାର ଯତ୍ନ ମଧ୍ୟ ନେବା ଦରକାର। ଜୟ ଜଗନ୍ନାଥ।